प्रचार करुछु भक्ति धारावाहिक श्रीमद् भागवतर 129तम भाग। बेतार संपादना डॉक्टर दाशरथी दास, संगीत परिचालना प्रफुल्ल कर, वर्णन बसंत महांती, प्रयोजना सुहास महांती। नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवम्। नाभिपुत्रଙ୍କ ଶରୀରରେ ଭଗବାନ ବିଷ୍ଣୁଙ୍କର ବଜ୍ର ଅଙ୍କୁଶାଦି ଚିହ୍ନ ଥିଲା। ସୁନ୍ଦର ଶରୀରରେ ବିପୁଳ ତେଜ ଥିଲା। ନାଭି ତାଙ୍କ ନାମ ରଖିଲେ ଋଷଭଦେବ। ଋଷଭଦେବ ଲୋକଶିକ୍ଷା ପାଇଁ ଗୃହସ୍ଥାଶ୍ରମ ଅବଲମ୍ବନ କରନ୍ତି ଆଉ ଇନ୍ଦ୍ରକନ୍ୟା ଜୟନ୍ତୀକୁ ବିବାହ କରନ୍ତି। ତାଙ୍କର ପୁତ୍ର ସଂଖ୍ୟା 100। ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଭରତ। ତାଙ୍କରି ନାମାନୁସାରେ ଅଜନାଭ ଖଣ୍ଡ ହୋଇଛି ଭାରତବର୍ଷ। ऋषभवाच भोपुत्र माने सावधान, होइन शुण मो वचन। जे प्राणी काम्य कर्म मान, निरते करे आचरण। से प्राणी व्यर्थ ए संसारे, पड़े नरके महाघोरे। जे ब्रह्म कर्म सत्व गुण, तपे अनंत आराधन। निर्वाण मार्ग ए बीतीत, शुण कहिबा पुत्रे सत्य। स्त्री संगम आदि जेते, घोर तम सत सुते। हे सर्वदूरे परिहरी, महांत जन सेवा करी। महांत प्राणी अटे से ही, प्रशांत साधु से बोलाई। जे जन क्रोध विवर्जित, ताहार सुहृद जगत। से प्राणी मोर पद्म पादे, मन अर्पये अप्रमादे। जे जन जाय गृह धन, तनय क्लेश नाना कर्म। करई नाना भ्रम होई, जावत मते न भजई। अनित्य देह नित्य करे, से साधु नोहई संसारे। तावत पराभव पाई, जावत आत्मा न चिन्हई। जावत नाना कर्म करे, मन बढ़ाई निरंतरे। तावत कर्म बश होई, नाना शरीरे से भ्रमई। अव्यय वासुदेव मुहि, मोरी जाहार प्रीति नाही। से नहे देह बंधु पर, जेणु न चिन्हे से ईश्वर। सपन प्राये दीनर, करये नाना अहंकार। निद्रारे जेते सुख भोग, जाग्रते न पाइता लाभ। गृह बंधर ए कारण, नारी संगते अनुदिन। स्त्री पुरुष भाव बही, तहिरे मन को बांधई। मोहर गृह मोर धन, बोले माया रे होई छन्न। ताबत कर्म
ବନ୍ଧମାନ ନହୋଇ ତାହାର ଖଣ୍ଡନ ଯେବେଟି ପଦ୍ମ ପାଦେ ମୋର ଆଶ୍ରୟ କରଇ ସେ ନର ପାଦ ପଲ୍ଲବ ଯୁଗ ଧରି ତରଇଏ ଭବଲ ହରି ଅଖିଳ ଗୁରୁ ମୁନି ହରି ମତେ ଭଜିବ ଦେହ ଧରି ନିବୃତ ଚିତ ହୋଇ ନର ଭକ୍ତି କରିବ ମୋ କୟର ବ୍ୟସନ ହିଂସାକୁ ଛାଡ଼ିବ ତାପରେ ମତେ ଆରାଧିବ ମୋହର ଗୁଣ କର୍ମ ନାମ ନିରତେ କରିବ କୀର୍ତ୍ତନ ଏକାନ୍ତ ଭାବ ମୋହ ଠାରେ ଭୋପୁତ୍ରେ କରନ୍ତି ଯେ ନରେ ଇନ୍ଦ୍ରିୟ ଗଣଙ୍କୁ ନିବାରି ଅଧ୍ୟାତ୍ମ ବିଦ୍ୟାକୁ ଆଚରି ଶ୍ରଦ୍ଧାରେ ବ୍ରହ୍ମଚର୍ଯ୍ୟ କରେ ପ୍ରଶାନ୍ତ ସତ୍ୟ ବଚନରେ ମୋହର ଭାବ ଭକ୍ତି ମାନ ଚିତ୍ତେ ଚିନ୍ତଇ ଅନୁକ୍ଷଣ ଭବ ଜଳରୁ ସେ ତରଇ ଗୃହ ବନ୍ଧନ ତାର ନାହିଁ ସ୍ୱକର୍ମ କରି ଏ ସଂସାରେ ଯେ ଅର୍ପେ ମୋହର ପୟରେ ତାହାର କର୍ମବନ୍ଧ ମୁହିଁ ଅକ୍ଲେଶେ ନିଶ୍ଚୟ ଛେଦଇ ଆତ୍ମାର ଶ୍ରେୟ କର୍ମ ଠାରେ ଶ୍ରଦ୍ଧା ନ କରନ୍ତି ପାମରେ ଅଳ୍ପ ସୁଖ ହେତୁ କରି ଅନ୍ୟନ୍ୟ ହିଂସାକୁ ଆଚରି ଅଶେଷ ଦୁଃଖର କାରଣ କରନ୍ତି ହୋଇ ମତି ଭ୍ରମ ମୃଗ ତୃଷ୍ଣାର ପ୍ରାୟ ହୋଇ ଅବିଦ୍ୟା ସମୂହେ ଭ୍ରମଇ ଅନ୍ଧ ଯେସନେ ପଥେ ଯାଇ କଣ୍ଟକ ଦୁର୍ଗମେ ଭ୍ରମଇ ଭକତି ଯୋଗେ ଯେ ସଂସାରେ ନିକଟ ମୃତ୍ୟୁ ନ ନିବାରେ ସେ ନୋହେ ଗୁରୁ ମିତ୍ର ପିତା ପତି ଜନନୀ ବା ଦେବତା ମୂଢ଼ ଜାଣିବ ଏହା କାହିଁ ନିତ୍ୟ ମାୟାରେ ଭ୍ରମୁ ଥାଇ ଭୂପୁତ୍ରେ ଶୁଣ ମୋ ଉତ୍ତର ଏ ଯେ ମୋହର କଳେବର ଅଷ୍ଟାଙ୍ଗ ଯୋଗ ଧ୍ୟାନ ମତେ ମୁନି ଚିନ୍ତନ୍ତି ଅବିରତେ ଯେଣୁ ଆମ୍ଭର ତୁମ୍ଭେ ସୁତ ପରମ ଶ୍ରେଷ୍ଠ ଭାଗବତ ଏବେ ଏମନ୍ତ ତୁମ୍ଭେ କର ଭରତ ଜ୍ୟେଷ୍ଠ ଯେ ତୁମ୍ଭର ଅକ୍ଲେଶ ବୁଦ୍ଧିରେ ସମସ୍ତେ ତାହାଙ୍କୁ ଭଜ ଯଥୋଚିତେ ମୋର ବଚନ ଧରି ଶିରେ ସୁଖେ ଭ୍ରମିବ ଏ ସଂସାରେ ସର୍ବଭୂତରେ ମୁହିଁ ଥାଇ ସୁଖ ଦୁଃଖାଦି ମୋ ଭୁଞ୍ଜଇ ଭୂତ ଗନ୍ଧର୍ବ ସେ ମାନବ ପ୍ରଥମ ଗଣ ଯେତେ ଦେବ ଯେ ବ୍ରହ୍ମ ସୁତ ଦକ୍ଷ ଆଦି ମୋର ଶରୀର ଯେ ପ୍ରସିଦ୍ଧି ସର୍ବଦେହର ମଧ୍ୟେ ସାର ସଂସାରେ ବିପ୍ର କଳେ ବର ଶ୍ରଦ୍ଧାରେ ଶୁଦ୍ଧ ଚିତ୍ତେ ଯେହି ଯେ ଦ୍ରବ୍ୟ ବିପ୍ରଙ୍କୁ ଦିଅଇ ସନ୍ତୋଷେ ମୁଁ ତାହା ଭୁଞ୍ଜଇ ଯଜ୍ଞେ ସନ୍ତୋଷ ତେତେ ନହି ଯମ ନିୟମଂ ଦମେ ମୋତେ ବିପ୍ରେ ପୂଜନ୍ତି ଯଥୋଚିତେ ସକଳ ପରଙ୍କର ପର ମୁହିଁ ଅନନ୍ତ ଯୋଗେଶ୍ୱର ସ୍ୱର୍ଗ ମୋକ୍ଷର ଦାତା ମୁହିଁ ମୋ ବିନୁ ଅନ୍ୟ କେହି ନାହିଁ। ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 129ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ମହାପାତ୍ର ମିନତୀ ଭଞ୍ଜ, ଶୈଳଭାମା ମହାପାତ୍ର, ମହାପ୍ରସାଦ କର ଏବଂ ଦୁଃଖୀଶ୍ୟାମ ତ୍ରିପାଠୀ। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।